ହ୍ୟାଲୋ ଫ୍ରେଣ୍ଡସ୍, ଚାଲନ୍ତୁ ଆଜି ବନେଇବା ଫୁଲକୋବି ନାଡ଼ି, ମୂଳା, ଶିମ ଆଉ ଚିଙ୍ଗୁଡ଼ି ଶୁଖୁଆର ଗୋଟେ ରାଇ। ସେଥିପାଇଁ ନେଇଯିବା ସବୁ ପରିବାପତ୍ର କଟାକଟି କରିଦେବା। ଚିଙ୍ଗୁଡ଼ି ଶୁଖୁଆକୁ ଧୁଆଧୁଇ କରି ନେଇ ଆସିବା। ଦେଖନ୍ତୁ ପରିବା ସବୁ କାଟିଦେଲି, ଚିଙ୍ଗୁଡ଼ି ଶୁଖୁଆ ଧୋଇକି ନେଇ ଆସିଲି, ଆଉ ମସଲା ମଧ୍ୟ ବାଟିଦେଲି। ଜିରା, ଧନିଆ, ରସୁଣ, ସୋରିଷ ନେଇକି ବାଟିଦେଲି। ତାପରେ କଢ଼େଇ ଗୋଟେ ବସେଇ ତେଲ ଦେଇ ଚିଙ୍ଗୁଡ଼ି ଶୁଖୁଆ ଭାଜିଦେଲି। ସେଇ କଢ଼େଇରେ ଆଉ ଟିକେ ତେଲ ଦେଇ ଫୁଟଣ ଦେଇଦେଇ ପିଆଜ ପକେଇଦେଲି। ପିଆଜଟା ଭାଜିଲା ପରେ ଦେଇଦେଲି ଟାଣ ପରିବା ସବୁ, ମୂଳା, ଫୁଲକୋବି ନାଡ଼ି। ତାପରେ ତାକୁ ଟିକେ ଭାଜି ଦେଇକି ଦେଇଦେଲି ସିମଟାକୁ ଭାଜିଦେଲା ପରେ ତା ଦେହରେ ଦେଇଦେଲି ଲୁଣ। ମସଲାଟି ବାଟିକି ରଖିଥିଲି, ତା ଦେହରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ପକେଇକି ତାକୁ ମଧ୍ୟ ଦେଇଦେଲି। ତାକୁ ଆଉ ଟିକେ କଷାକଷି କରିଦେଇକି ପକେଇଦେଲି ଚିଙ୍ଗୁଡ଼ି ପକେଇ ଦେଇକି ଆଉ ଟିକେ ଭଲ ଭାବେ କଷାକଷି କରିଦେଇକିରି ଦେଇଦେଲି ଗରମ ପାଣି ଟିକେ ସିଝିବା ପାଇଁ। ଗରମ ପାଣି ଟିକେ ଦେଇଦେଇକି ଘୋଡ଼ିକି ଛାଡ଼ିଦେଲି। ତାପରେ ହେଇଗଲା କେତେ ସୁନ୍ଦର ଗୋଟେ ରାଇ। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ବୋଲି ଆଶା ରଖିଛି। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ନୂଆ ଏକ ବ୍ଲଗ୍ରେ।